ଦେଖନ୍ତୁ ୟା ଭିତରେ ମୁଁ ଗୋଟିଏ କଥା କହିବି ଯେ ପୂର୍ବ ମ୍ୟାନେଜର ହ୍ୟାଣ୍ଡେଲ କରିଥିଲେ ତାଙ୍କୁ ପୂର୍ବ ମାନେ ତାଙ୍କ ଯୋଉ ଗ୍ରୁପରେ ସେ ଥିଲେ ସିଏ କିଛି ଦିନ ବୁଝୁଥିଲେ ତାଙ୍କ କଥା ତାପରେ ଦିନେଶ ଆସିଲା ପରେ ସିଏ ହ୍ୟାଣ୍ଡେଲ କଲେ ସେ ଇଏ କେତେ ବର୍ଷ ହେଲା ହ୍ୟାଣ୍ଡେଲ କରୁଛନ୍ତି ସିଏ କେତେ ବର୍ଷ ହେଲା ହ୍ୟାଣ୍ଡେଲ କରୁଛନ୍ତି ସେ ଜିନିଷ କ'ଣ ତଦନ୍ତ ନହେଲେ ଆମେ ଜଣାପଡ଼ିବନି ଆଉ ତଦନ୍ତରେ ଆଉ ଗୋଟେ କିଛି ଜିନିଷ ବି ଦେଖାଯାଇଛି ଯେ ଫୋନର ଡିଟେଲ୍ସ ବାହାର କରିବା ପାଇଁ କିମ୍ବା ଆକାଉଣ୍ଟ ଟ୍ରାଞ୍ଜାକ୍ସନ୍ ହଉ କିମ୍ବା ହଁ ଯାହା ଯାହା ସବୁ ଅଛି ସବୁ ଜିନିଷ ଆବଶ୍ୟକତା ଅଛି କାହିଁକିନା ଶୁଣାଯାଉଛି ଯେ ହ୍ୟୁମାନଙ୍କର ଡେଥର ଠିକ୍ ମାସେ ପୂର୍ବରୁ ସେ ଫୋନଟାକୁ କୁଆଡ଼େ ଫର୍ମାଟ୍ କରାଯାଇଥିଲା ତ ସେଇ କ୍ଷେତ୍ରରେ ଇନକ୍ୱାରି କରିବା ସେ ଫୋନ୍ ବାବଦରେ ନିହାତି ଆବଶ୍ୟକତା ଅଛି କ'ଣ କ୍ୟାସ୍ ଟ୍ରାଞ୍ଜାକ୍ସନ୍ କ'ଣ ଆକାଉଣ୍ଟ ଟ୍ରାଞ୍ଜାକ୍ସନ୍ ସବୁ ଜିନିଷର ତଦନ୍ତ ହେବା ଦରକାର ସବୁ ଜିନିଷ ସାମ୍ନାକୁ ଆସିଲେ ହିଁ ସତଟା ଲୋକ ଜାଣିପାରିବେ ଆଉ ଆମର ସେ ପର୍ଯ୍ୟନ୍ତ ଚେଷ୍ଟା ଅଛି ଆଜି ପର୍ଯ୍ୟନ୍ତ ରହିବ ମଧ୍ୟ ଦେଖନ୍ତୁ ସତ ଆଜି ପର୍ଯ୍ୟନ୍ତ ସମସ୍ତେ ଜାଣିଛନ୍ତି ସତ କେବେ ଲୁଚିକି ରହେ ନା ଆଉ ସତଟା ବାହାରିବା ତାଙ୍କ ସ୍ତ୍ରୀ ହୁଅନ୍ତୁ କି ତେଣିକି ଯେକୌଣସି ଲୋକ ସେ କେସ୍ରେ ଯେକୌଣସି ଲୋକ ଇନଭଲ୍ଭ ଅଛନ୍ତି ସମସ୍ତେ ସାମ୍ନାକୁ ଆସିବା ଆବଶ୍ୟକତା ଅଛି ଆଉ ସମସ୍ତଙ୍କୁ ତଦନ୍ତ କରିବା ଆବଶ୍ୟକତା ଅଛି କିଛି ନହେଲେ ସତଟା ତାଙ୍କ ମା ଜାଣିପାରିବେ ନହେଲେ ହ୍ୟୁମାନଙ୍କ ଆତ୍ମା ଶାନ୍ତି ହେବ କିମ୍ବା ଓଡ଼ିଶାର ଦର୍ଶକ ଯେଉଁ ଏତେ ଭଲ ପାଉଛନ୍ତି କିମ୍ବା ଏତେ ଭଲ ପାଇବା ଆଜି ପର୍ଯ୍ୟନ୍ତ ଦେଇ ଆସୁଛନ୍ତି ସେମାନେ ବି ସତଟାକୁ ଜାଣିବା ଆବଶ୍ୟକତା ରହିବ 100% ତାଙ୍କ ଭିତରେ ଯୋଜନା ଆରମ୍ଭ ହେଇଯିବଣି କେମିତି ବଞ୍ଚିବେ କେମିତି କ'ଣ କରିବେ କିନ୍ତୁ ଓଡ଼ିଶା ପୋଲିସଙ୍କ ଉପରେ ମୋର ପ୍ରବଳ ଭରସା ଅଛି ଆଉ ସେ କଦାପି ଛାଡ଼ିବେନି ସତଟାକୁ ସାମ୍ନାକୁ ଆଣିବେ ବୋଲି ଚେଷ୍ଟା କରିବେ ଆଉ ଆଶା ବିଶ୍ୱାସ ନିହାତି ସତ୍ୟଟା ଆପଣମାନଙ୍କ ସାମ୍ନାକୁ ଆସିବ ଏ ଘଟଣା ହେଉଛି କ'ଣ କି ଗୋଟେ ବହୁତ ସନସନି ନ୍ୟୁଜ୍ଟା ମାନେ ଯେଉଁଟାକି କ୍ରିଟିକାଲ ନ୍ୟୁଜ୍ ତ ସେ ଅନୁସାରେ ମୁଁ ବୋଲି ନୁହଁ ବହୁତ ଜାଗାରେ ସମସ୍ତେ ଏଫଆଇଆର୍ କରିଛନ୍ତି ଗୋଟେ ସତଟାକୁ ସାମ୍ନାକୁ ଆଣିବା ପାଇଁ ଆଉ ସମସ୍ତଙ୍କର ଆଶା ଓ ଭରସା ବିଶ୍ୱାସ ଥିଲା କି ତାଙ୍କ ମା ବି ଏଇଟା କରନ୍ତୁ ଯାହା ହଉ ସେଇ ସମୟରେ ହୁଏତ ତାଙ୍କ ମା ଦେଇପାରିନାହାନ୍ତି ଏଫଆଇଆର୍ କାରଣ ସେ ସମୟରେ ମାନସିକ ସ୍ଥିତି ତାଙ୍କର ଭଲ ନଥିଲା କିନ୍ତୁ ଏବେ କ'ଣ ହେଇଛି ନା ସେ ମନସ୍ଥ କଲେ ବା ଡିସାଇଡ୍ କଲେ ନାଇଁ ଏଫଆଇଆର୍ ଦେବା ଦରକାର ସତଟାକୁ ସାମ୍ନାକୁ ଆଣିବା ଦରକାର ସେଥିପାଇଁ ସେ ତାଙ୍କର ଏଫଆଇଆର୍ ଦେଲେ ତାଙ୍କ ଏଫଆଇଆର୍ ଭିତରେ ବି ଯାହା ଲେଖା ହେଇଛି ଆମେ ଯାହା ସୋସିଆଲ ମିଡ଼ିଆରେ ବା ନ୍ୟୁଜ୍ ମାଧ୍ୟମରେ ଜାଣୁଛେ ତ ସବୁ ଯାକର ଯାହା ଲେଖା ହେଇଛି ତଦନ୍ତର ଆବଶ୍ୟକତା ଅଛି ଆଉ ତଦନ୍ତ ହେଲେ ସତଟାକୁ ସାମ୍ନାକୁ ଆଣିପାରିବା ଆଉ ସତଟା ଲୋକ ଜାଣିବା ନିହାତି ଆବଶ୍ୟକତା ଅଛି ଦେଖନ୍ତୁ ଗୋଟେ ଜିନିଷ ହେଉଛି ଇନ୍ ଆଉଟ୍ କିଏ କେତେବେଳେ ଆସୁଥିଲା କିଏ କେତେବେଳେ ଯାଉଥିଲା ଯେଉଁଟା ଆପଣମାନେ ଆଗରୁ ତାଙ୍କ ମାଆଙ୍କ କଥାରୁ ଜାଣିପାରୁଥିବେ କାହା ନାଁ ସବୁ ନେଇଛନ୍ତି ସେ କିଏ ଆସୁଥିଲା କିଏ ଯାଉଥିଲା ସେଇଟା ଜାଣିବା ପାଇଁ ଆଉ ସେଇଟା ପ୍ରମାଣ କରିବା ପାଇଁ ଏଇଟା ଲେଖାଯାଇଛି ହୁଏତ ତାଙ୍କ ଘରେ ସିସିଟିଭି ଲାଗିନଥିଲା କିନ୍ତୁ ଯିବା ଆସିବା ରାସ୍ତାରେ ତାଙ୍କର ଘର ପାଖର ଇନକ୍ୱାରି କରିବା ପାଇଁ ସେଇଟା ମେନସନ୍ କରାଯାଇଛି ସତ୍ୟାସତ୍ୟ ଅଛି ସେଇଟା ତଦନ୍ତ ହେଲା ପରେ ଆଉ ଟିକେ ମାନେ ପରିଷ୍କାର ଭାବରେ ଆମେ ଜାଣିପାରିବା ଯୋଉଠି ନିଆଁ ନଥାଏ ସେଠି ମାନେ ଧୂଆଁ ବାହାରେନି ଏଠି ନିହାତି ନିଆଁ ଅଛି ଯୋଉଠି ଧୂଆଁ ବାହାରିବା ଆବଶ୍ୟକତା ଦେଶ ବିଦେଶର କୋଣ ଅନୁକୋଣର ଟିକନିକ ଖବର ଦେଖନ୍ତୁ ଆମ ସହ ୟୁଟ୍ୟୁବ ଫେସବୁକ୍ ଆଉ ଇନଷ୍ଟାଗ୍ରାମ ରେ ଆମକୁ ଦେଖନ୍ତୁ ଲାଇକ୍ ସେୟାର ଓ ସବସ୍କ୍ରାइब କରିବାକୁ ଆଦ୍ୟ ଭୁଲନ୍ତୁନି।